ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ଯେତେବେଳେ ମୋତେ ସମସ୍ତ ଭାର ଦେଇ ସାରିଛ, ତୁମ ଭଲ ମନ୍ଦର ଚିନ୍ତା ମୁଁ କରୁଛି। ତୁମ ଜୀବନରେ ଯେତେବେଳେ କଷ୍ଟ ଆସୁଛି, ସେତେବେଳେ ତୁମେ ମୋତେ ଦୋଷ ଦେଉଛ। ସନ୍ତାନ, ମଣିଷ ଜୀବନ ପାଇଛ ଯେତେବେଳେ ଜୀବନରେ କଷ୍ଟ ବି ଆସିବ। ସବୁ ପ୍ରକାର କଷ୍ଟକୁ ତୁମକୁ ସାମ୍ନା କରିବାକୁ ପଡ଼ିବ। ଯେଉଁଠି ଜୀବନରେ ସଂଘର୍ଷ ନାହିଁ, ସେ ମଣିଷ ଜୀବନର ମୂଲ୍ୟ ବି କିଛି ନଥାଏ। ତୁମେ ଯଦି ମୋତେ ତୁମର ସମସ୍ତ ଭାର ଦେଇଛ, ତାହେଲେ ମନରେ ସନ୍ଦେହ କ'ଣ ପାଇଁ? ଯଦି ମନରେ ସନ୍ଦେହ ଅଛି, ତାହେଲେ ମୋତେ ଭାର ଦଉଥିଲ କ'ଣ ପାଇଁ? ତୁମ ଜୀବନର ଭାର। ସନ୍ତାନ, ଯାହା ବି କରୁଛ ମନ ଲଗେଇକି କର। ମୁଁ ତୁମକୁ କଥା ଦେଇଥିଲି, ତୁମ ଜୀବନର ରାସ୍ତାକୁ ମୁଁ ବଦଳେଇବି। କିନ୍ତୁ ତୁମ ମନର ସନ୍ଦେହ ଯୋଗୁଁ ତୁମର ହେଉଥିବା କାର୍ଯ୍ୟ ଅଧାରେ ଅଟକି ଯାଉଛି। ଦୁଃଖ ତ ସମସ୍ତଙ୍କ ଜୀବନରେ ଆସିବ। ତୁମେ କିନ୍ତୁ କହୁଛ, ମୁଁ ଯଦି ବାବାଙ୍କ ଉପରେ ମୋର ସମସ୍ତ ଭାର ଦେଇ ସାରିଛି, ତାହେଲେ ମୋ ଜୀବନରେ ଦୁଃଖ କାହିଁକି ଆସୁଛି? ଦୁଃଖ ଆଉ ସୁଖ ଏଇଟା ଭଗବାନଙ୍କ ଭାଗ୍ୟରେ ବି ଲେଖା ହେଇଛି। ସନ୍ତାନ, ତୁମେ ତ ସାଧାରଣ ମଣିଷ। ସେଥିଲାଗି ମନରେ ଶ୍ରଦ୍ଧା ଆଉ ଧୈର୍ଯ୍ୟ ରଖ। ସବୁବେଳେ ମନ୍ତ୍ର ଜପ କର। ଜୀବନର ରାସ୍ତାକୁ ଯଦି ବଦଳାଇବାକୁ ଚାହୁଁଛ, ତାହେଲେ ମୋର ମହାମନ୍ତ୍ରକୁ ନିଜର କରିନିଅ। ଓମ୍ ଶ୍ରୀ ସାଇ ନାଥାୟ ନମଃ। ସକାଳୁ ଉଠି କିଛି ସମୟ ଜପ କର। ଦେଖିବ ଜୀବନର ରାସ୍ତା ଧୀରେ ଧୀରେ ବଦଳିଯିବ। ଏବେ ତୁମେ ଯେଉଁ କହୁଛ, ବାବା ମୋତେ ବଞ୍ଚିବା ପାଇଁ ଇଚ୍ଛା ହେଉନି, ମୋତେ ତୁମେ ନେଇଯାଅ। ପୁଣି ତୁମେ ନିଜେ କହିବ, ବାବା ମୋର ବହୁତ ବଞ୍ଚିବାକୁ ଇଚ୍ଛା ହେଉଛି, ମୁଁ କେଉଁଠିକି ବି ଯିବାକୁ ଚାହୁଁନି। ମୁଁ ସବୁବେଳେ ତୁମ ମନ୍ତ୍ର ଜପ କରିକି ଖୁସି ଆଉ ଆନନ୍ଦରେ ରହିବାକୁ ଚାହୁଁଛି। ସନ୍ତାନ, ଜୀବନରେ ବହୁତ ପ୍ରକାର କଷ୍ଟ ଆସିବ। ଯିଏ ମୋ ଉପରେ ଶ୍ରଦ୍ଧା ଆଉ ଧୈର୍ଯ୍ୟ ବିଶ୍ୱାସ ସବୁ ରଖିଥାଏ ନା, ତା କଷ୍ଟକୁ ମୁଁ ବହୁତ ଜଲ୍ଦି ଦୂର କରିଦେଇଥାଏ। ସନ୍ତାନ, ଏବେ ବି ମୋ ପଛରେ ଲୋକମାନେ ଲାଗିଛନ୍ତି। କିଏ ମୋତେ ନେଇ ପାଣିରେ ବୁଡ଼ିଲାଣି ତ, କିଏ ମୋ ମନ୍ଦିର ଭିତରୁ ମୂର୍ତ୍ତିକୁ ବାହାର କଲାଣି। ମୁଁ କ'ଣ କାହାକୁ କିଛି କହୁଛି? ମୁଁ କ'ଣ ଯଦି ଚାହିଁବି, ମୋତେ କ'ଣ ମନ୍ଦିର ଭିତରୁ କିଏ ବାହାର କରିପାରିବ? ନା ମୋ ମୂର୍ତ୍ତିକୁ ନେଇକି କିଏ ପାଣିରେ ବୁଡ଼େଇ ପାରିବ? ସେଇଟା ସେ ମଣିଷମାନଙ୍କର ଇଚ୍ଛା। ତାଙ୍କ ଇଚ୍ଛା ଯେଉଁଟା ହେଉଛି ସିଏ କରୁଛନ୍ତି। ମୋର ସେଥିରେ ହସ୍ତକ୍ଷେପ କରିବାର କିଛି ନାହିଁ। ମୋତେ ଯିଏ ଶ୍ରଦ୍ଧା ଆଉ ଭଲ ପାଇବା ରଖିକି ଡାକିବ, ମୁଁ ତା ପାଖରେ ରହିବି। ମୋତେ ଇଚ୍ଛା ହେଲେ ତୁମ ପାଖରେ ରଖିବ, ନହେଲେ ଦୂରେଇ ଦେବ। ମୋର କିଛି ଆପତ୍ତି ନାହିଁ। ସନ୍ତାନ।